ଦେଖନ୍ତୁ ଆଜ୍ଞା, ଆମ ଅଞ୍ଚଳରେ ନୁହେଁ, ଅଭିଭକ୍ତ କଟକ ଜିଲ୍ଲାରେ ଯେତେ ସୋସିଆଲ ମିଡ଼ିଆର ବନ୍ଧୁମାନେ ଅଛନ୍ତି ସମସ୍ତଙ୍କୁ ମୁଁ ଟିକି ଟିକି ଭାବେ ତନ୍ନ ତନ୍ନ ଭାବେ ବୁଝିଛି, ଜାଣିଛି ସେମାନଙ୍କୁ। ଏଇଟା ମୋର ବ୍ୟକ୍ତିଗତ ମତ ହେଇପାରେ। କୌଣସି ପ୍ରିଣ୍ଟ ମିଡ଼ିଆ ବା ଗଣମାଧ୍ୟମ କେବେ ମାନେ ପକ୍ଷପାତିତା ନକରି ନିଜର ମତ ପ୍ରକାଶ କରିବାଟା କାହିଁ ମୁଁ ଏବେ ଦେଖୁନି। କୌଣସି ନା କୌଣସି ଆପଣ ପ୍ରିଣ୍ଟ ମିଡ଼ିଆକୁ ଯିବେ, ଆପଣଙ୍କର ଗଣମାଧ୍ୟମକୁ ଯିବେ, ସିଏ କୋଉଠି ନା କୋଉଠି ଜଣା ପଡ଼ିଯିବ ଯେ ସେମାନେ ପକ୍ଷପାତିତାର ବିଶ୍ୱାସ କରନ୍ତି, ନିଜ ଚ୍ୟାନେଲ ପାଇଁକି ନିଜେ ବ୍ୟସ୍ତ ରୁହନ୍ତି, ନିଜ ଢୋଲ ପିଟନ୍ତି। କିନ୍ତୁ ଆ ଭିତରୁ ଯେତେବେଳେ ସୋସିଆଲ ମିଡ଼ିଆଟି ବାହାରି ଆସିଛି, ସୋସିଆଲ ମିଡ଼ିଆର ଯେଉଁ ସାମାଜିକ ଗଣମାଧ୍ୟମର ଗୋଟେ ବିଶେଷତ୍ୱ ଅଛି କ'ଣ, ସେ ନିର୍ଭୀକତାର ସହିତ ତାର ମତ ଉପସ୍ଥାପନ କରିବ। ତାଙ୍କ ପ୍ରତି ପ୍ରତିବନ୍ଧକ ଲଗାଇବା ପାଇଁ ଚାହିଁଲେ କୌଣସି ଗଣମାଧ୍ୟମ ଭଳି ଯେମିତି ପ୍ରତିବନ୍ଧକ ଲାଗୁଛି, ସୋସିଆଲ ମିଡ଼ିଆରେ କିଛି ପ୍ରତିବନ୍ଧକ ଲାଗିପାରିବ ନାହିଁ। ନିଜସ୍ୱ ମତ ଉପସ୍ଥାପିତ କରିବା ପାଇଁ ତାଙ୍କ ଭିତରେ ଯେଉଁ ସଦିଚ୍ଛାଟି ଅଛି, ସ୍ନେହ ଅଛି, ସାମାଜିକ ବିଧି ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ସେଥିରେ ସେ ନିଜକୁ ଅତି ସୁଚାରୁ ରୂପେ ତୁଲେଇ ପାରିବା ବା ଉପସ୍ଥାପିତ କରିପାରିବେ। ଏଇ କ୍ଷେତ୍ରରେ କଥା ହେଉଛି କ'ଣ, ମୁଁ ଯେଉଁ କହିଲି ସାମାଜିକ ଗଣମାଧ୍ୟମ ଗୋଟେ ଖୋଲା ପଡ଼ିଆ, ସେଇଟା ମୋର ନିଜସ୍ୱ ମତ ନୁହେଁ। ମୋର ବରିଷ୍ଠ ଜଣେ ବିଶିଷ୍ଟ ବାଗ୍ମୀ ସାହିତ୍ୟିକ ଦାସବେନ ନେହେରୁ କହିଥିଲେ ଯେ ସୋସିଆଲ ମିଡ଼ିଆ ଗୋଟେ ଖୋଲା ପଡ଼ିଆ, ସେଥିରେ ଖେଳିବା ପାଇଁ କି ଅନେକ ଜାଗା ଅଛି, ଅନେକ ପ୍ରକାର ଖେଳ ଆପଣ ଖେଳିପାରିବେ। କିନ୍ତୁ ଜୈବାଦ ଯଦି ସେ ସୋସିଆଲ ମିଡ଼ିଆରେ ଉଦ୍ଦିଷ୍ଟ ଯେଉଁ ଖେଳ ପଡ଼ିଆଟିରେ କିଏ ମଳତ୍ୟାଗ କଲା, ତେବେ କ'ଣ ହେବ? ଯଦି ସୋସିଆଲ ମିଡ଼ିଆକୁ ଏତେ ମାତ୍ରାରେ ଲୋକ ଗ୍ରହଣ କରୁଛନ୍ତି, ସୋସିଆଲ ମିଡ଼ିଆ ଏବେ ଘରେ ଘରେ ଛାଇ ଯାଇଛି, ତେବେ ସେଇ ସୋସିଆଲ ମିଡ଼ିଆରେ ଯେଉଁ ବନ୍ଧୁମାନେ ଅଛନ୍ତି, ସେଇମାନେ ଆପଣଙ୍କ ଭଳି କେତେଜଣ ବନ୍ଧୁମାନେ କାହିଁ ନିର୍ଭୀକ ନ ହେବେ? କାହିଁ ସେମାନଙ୍କର କଲମକୁ ସେମାନେ ସୁଦୃଢ଼ କରିବେ ନାହିଁ? କାହିଁକି ସେମାନେ ଅନ୍ୟମାନଙ୍କୁ ଭୟ କରିବେ? କାରଣ ଯାହା ପାଖରେ କଲମ ଅଛି ତା ପାଇଁ ତ ସର୍ବସ୍ୱ ଅଛି। ତେଣୁକରି ମୁଁ ସବୁ ସୋସିଆଲ ମିଡ଼ିଆକୁ ତାହା ନ କରାଯାଉ, ଯିଏ ଯେମିତି ପାରୁଛି ଆକ୍ଷେପ କରୁଛି, ଯିଏ ଯେମିତି ପାରୁଛି ପ୍ରଶଂସା କରୁଛି, ଯିଏ ଯେମିତି ପାରୁଛି ନିନ୍ଦା କରୁଛି। ଆ ଦ୍ୱାରା ହେଉଛି କ'ଣ, ମତାନ୍ତର ଘଟୁଛି, ମନାନ୍ତର ଘଟୁଛି, ସଂଘର୍ଷ ହେଉଛି, ରକ୍ତପାତ ହେଉଛି। ସୋସିଆଲ ମିଡ଼ିଆର ଗୋଟେ ଗୋଟେ ଇସ୍ୟୁ ଆପଣ ଦେଖୁଥିବେ, ମୋଠୁ ବେଶୀ ଦେଖୁଥିବେ। ତେଣୁକରି ମୁଁ ସେଇଟା ଅତି ନମ୍ରତାର ସହିତ କହିଲି, ସୋସିଆଲ ମିଡ଼ିଆର ପର୍ଯ୍ୟାପ୍ତ ପରିମାଣରେ ଏତେ ବଡ଼ ଗୋଟେ ବିରାଟ ଅନୁଷ୍ଠାନରେ ଯଦି ଆପଣ ନୀତି, ନୈତିକତା, ଶୁଦ୍ଧତା, ବିଚାରଶୀଳତା ଏବଂ ଗୋଟିଏ ସୋସିଆଲ ମିଡ଼ିଆର ସେବକ ହେବା ପାଇଁ ଆପଣ ଚେଷ୍ଟା ନ କରିବେ, ଆଉ କେମିତି ପଡ଼ିଆ ଦରକାର ଆପଣମାନଙ୍କୁ ନିଜସ୍ୱ ମତ ଉପସ୍ଥାପିତ କରିବା ପାଇଁକି? ଯେଉଁ 2014ରୁ ପ୍ରାୟ ସୋସିଆଲ ମିଡ଼ିଆର ଯେଉଁ ରଫ୍ତାରଟା ରହିଛି, ନରେନ୍ଦ୍ର ମୋଦି ଆସିଲା ପରେ ସେଇ ସୋସିଆଲ ମିଡ଼ିଆରୁ ପ୍ରାୟ ଜିନିଷ ସଂଗଠିତ ହେଇକି ଗୋଟେ ସରକାର ପରିବର୍ତ୍ତନ ହେଇଥିଲା। ଭଲ ଉଦ୍ଦେଶ୍ୟ ନେଇକି କରାଯାଇଥିଲା। ବର୍ତ୍ତମାନ ଯେଉଁ ସୋସିଆଲ ମିଡ଼ିଆର ଯେଉଁ ଚାଲିଛି, ସେଇ କଥାଟି କହୁଛି। ସୋସିଆଲ ମିଡ଼ିଆକୁ ଲୋକ ଏତେ ଭାବରେ ଗ୍ରହଣ କରୁଛନ୍ତି, ସୋସିଆଲ ମିଡ଼ିଆରେ ଓତପ୍ରୋତ ଭାବେ ଜଡ଼ିତ ହେଇଯାଉଛନ୍ତି, ସବୁଦିନେ ସୋସିଆଲ ମିଡ଼ିଆର ଭିଡ଼। ସେଇ ଜାଗାରେ ଯେଉଁମାନେ ସେମାନଙ୍କର କାର୍ଯ୍ୟକର୍ତ୍ତା, ଯେଉଁମାନେ କର୍ମକର୍ତ୍ତା, ଯେଉଁମାନଙ୍କର ସୋସିଆଲ ମିଡ଼ିଆର ଚ୍ୟାନେଲ ଅଛି, ଯେମିତି ଆଜି ଆପଣଙ୍କର ପ୍ରସାର ଓଡ଼ିଆ ଯେଉଁ ସୋସିଆଲ ମିଡ଼ିଆର ଗୋଟେ ଉନ୍ମୋଚନ ହେଲା, ସେ ବନ୍ଧୁମାନଙ୍କୁ ମୁଁ ସେୟା କହିଲି, ଆପଣମାନେ ଭଲ ଭଲ ଲୋକଙ୍କୁ ନେଇକରି, ଜ୍ଞାନୀ ଗୁଣୀ ଲୋକଙ୍କୁ ନେଇକି ସୋସିଆଲ ମିଡ଼ିଆ ତିଆରି ଦେଖନ୍ତୁ, ଭିଡ଼ରୁ ବାହାରି ଆସନ୍ତୁ। ଯେକୌଣସି ଜାଗାରେ ଯିବେ, ଆପଣ ଯଦି ନୀତି ଏବଂ ନୀତିନିଷ୍ଠ ଭାବେ କାର୍ଯ୍ୟ କରିବେ, ଆପଣ ଯେଉଁଠିକି ଯିବେ ଆପଣଙ୍କ ପାଖରେ ସେତିକି ଲୋକ ଯିବେ, ଆପଣଙ୍କର ଗୁଣଗାନ କରିବେ, ପ୍ରଶଂସା କରିବେ। ଆପଣ ଯାହା କହିଲେ, ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ଲୋକମାନଙ୍କ ଭିତରେ ପ୍ରବେଶ କରିଯାଇଛି, ଗୋଟେ ସରକାର ବଦଳି ଯାଉଛି, ବିଧି ବ୍ୟବସ୍ଥା ବଦଳି ଯାଉଛି। ଯଦି ବିଧି ବ୍ୟବସ୍ଥା ବଦଳି ଯାଉଛି, ସରକାର ବଦଳି ଯାଉଛି, ନୀତିନିଷ୍ଠ ଭାବେ ଗୋଟେ ଲୋକ ମଣିଷ ହେଇଯାଇପାରୁଛି, ସୋସିଆଲ ମିଡ଼ିଆ ତ କୌଣସି ଗୁଣରେ ଗଣମାଧ୍ୟମ ଏବଂ ପ୍ରିଣ୍ଟ ମିଡ଼ିଆ ଠାରୁ କମ୍ ନାହିଁ। କୌଣସି ଗଣମାଧ୍ୟମ ଆଉ ପ୍ରିଣ୍ଟ ମିଡ଼ିଆ ଏବେ କହିବେ କି ତାଙ୍କର ପକ୍ଷପାତିତା ନାହିଁ, କିନ୍ତୁ ସୋସିଆଲ ମିଡ଼ିଆର ପକ୍ଷପାତିତା ନାହିଁ। ସୋସିଆଲ ମିଡ଼ିଆର ସ୍ୱାଧୀନତା ଅଛି, ସେ ସ୍ୱାଧୀନତା ବଜାୟ ରଖିବାଟା ହେଉଛି ଆପଣମାନଙ୍କର କାମ। କୋଉଠି ତ୍ରୁଟି ରହୁଛି, କାହିଁକି ଏମିତି ଲୋକ ମାନେ ଭଲ ପଡ଼ିଆରେ ଖେଳିବା ବ୍ୟତୀତ ନିଷ୍ଠାର ଅଭାବ ଆପଣ ଯେପର୍ଯ୍ୟନ୍ତ ବୁଝିନାହାନ୍ତି, ନିଷ୍ଠା ନା ଏଜୁକେସନ, ସେଇଟା ତ ମୁଁ କହିବି, ସେଇଟା ବି ଗୋଟେ ବଡ଼ କଥା। ଆପଣ ଚମତ୍କାର କଥା ଟିକେ କହିଛନ୍ତି। ଶିକ୍ଷା ତ ସବୁର ମୂଳରେ। ଶିକ୍ଷା ଆପଣଙ୍କ ସମାଜକୁ ପରିବର୍ତ୍ତନ କରିବ, ଶିକ୍ଷା ଆପଣଙ୍କ ବ୍ୟକ୍ତିଗତ ସମ୍ମାନ ବୋଧକୁ ବଢ଼େଇବ, ଶିକ୍ଷା ଆପଣଙ୍କୁ ଦୁନିଆ ବିଷୟରେ ଜଣେଇବ। ବିନା ଶିକ୍ଷାରେ ଆପଣ ଯଦି ଅନ୍ଧ ଭଳି ବାଡ଼ି ବୁଲେଇବେ, ଯଦି ସୋସିଆଲ ମିଡ଼ିଆ ବା ଯାହାକୁ ସାମାଜିକ ଗଣମାଧ୍ୟମ କରୁଛି ତାର ଭିତ୍ତିଭୂମି ଜାଣିନାହାନ୍ତି, ତାର ଚାଲିଚଳନ ଜାଣିନାହାନ୍ତି, ତାର ଉତ୍ପତ୍ତି ଉଭୟ ବିକାଶ ଜାଣିନାହାନ୍ତି, ତେବେ ସେଥିରେ ରହିବେ କେମିତି?
ମୁଁ ତ ଆପଣଙ୍କୁ ସବୁବେଳେ କହିଛି, ବହୁତ ସମୟ ଆପଣଙ୍କ ସହିତ କଥା ହେଇଛି। କିଛି ଆପଣଙ୍କ ଭଳି ଲୋକ ଆସିବା ଦରକାର। ସବୁ ସୋସିଆଲ ମିଡ଼ିଆରେ ଯେଉଁମାନେ ଅଛନ୍ତି ସେମାନେ ଜନତାର ସ୍ୱର ହୁଅନ୍ତୁ, ଜନତାର ସମସ୍ୟା ଭିତରକୁ ଯାଆନ୍ତୁ, ସାଧାରଣ ଲୋକ ଖଟିକିଆ ମେହନତି ମଣିଷମାନଙ୍କର ଭିତରେ ରୁହନ୍ତୁ, ସେମାନଙ୍କ ଦୁଃଖ ଦୁର୍ଦିନକୁ ସାମ୍ନାକୁ ଆଣନ୍ତୁ। ଦେଖିବେ ଆପଣଙ୍କ ପଛରେ ଲୋକ, ଆପଣ ଲୋକଙ୍କ ପଛରେ ହେବେ ନାହିଁ, ଆପଣଙ୍କ ଦୁଆରେ ଭିଡ଼ ଲାଗିବ ନା। ଏ ବାବୁ ଗୋଟିଏ ବହୁତ ଚମତ୍କାର ଚ୍ୟାନେଲଟିଏ ଅଛି। ଏ ବାବୁଙ୍କ ପାଖରେ ଧୀଶକ୍ତି ଅଛି, ସଚେତନତା ଅଛି, ଆପଣଙ୍କର ସମରତା ଅଛି, ସବୁ ଅଛି। ଆପଣଙ୍କ ପାଖରେ କାହିଁ ଭିଡ଼ ହେବ ନାହିଁ? ଭଲକୁ ତ ସମସ୍ତେ ଭଲ କହିବେ ନା। ତ କ'ଣ ଆମ ମାନଙ୍କୁ ଛୋଟିଆ ଛୋଟିଆ ଚ୍ୟାନେଲ ଯୋଉମାନେ ନାଇଁ ନାଇଁ, ମୋର କହିବା କଥା, ଆପଣ ଭିତରେ ନିର୍ଭୀକତା ରହୁ, ବିଚାରବୋଧ ରହୁ, ଆପଣମାନେ ପକ୍ଷପାତିତାର ଶିକାର ହୁଅନ୍ତୁ ନାହିଁ। ଯେଉଁଟାକୁ ଠିକ୍ ଭାବୁଛନ୍ତି ଆପଣଙ୍କର କଣ୍ଠରୋଧ କେହି କରିପାରିବେ ନାହିଁ, ତାକୁ ଉପସ୍ଥାପିତ କରନ୍ତୁ। ଆପଣ ସମାଜରେ ସବୁବେଳେ ଆଦର ପାତ୍ର ହେବେ, ସମ୍ମାନର ସାଉଁଟିବେ ଏବଂ ପ୍ରଶଂସା ସାଉଁଟିବେ। ଆପଣଙ୍କର ସାମାଜିକ ଯେଉଁ ଗଣମାଧ୍ୟମଟି ଆପଣଙ୍କ ପାଖରେ ରହିଛି, ଆପଣଙ୍କ ଚ୍ୟାନେଲ ଦୀର୍ଘାୟୁ ହେବ, ଏଥିରେ ଦ୍ୱିମତ ବା ସନ୍ଦେହର ଅବକାଶ ନାହିଁ। NK Media, most trusted social media.